ଅସ୍ଥିରତା ଆସେ କାହିଁକି? ଏମିତି ଏକ ପ୍ରଶ୍ନ ନିଜକୁ ପଚାରିବା। କାରଣ ଆମେ ସନ୍ତୁଷ୍ଟ ଜୀବନଟିଏ ଜିଇଁଛୁ କି? ଏହି ପ୍ରଶ୍ନର ଉତ୍ତର ଯଦି ହଁ ନୁହେଁ, ତେବେ ଆମ ମନ ଅସ୍ଥିର ହେବାକୁ ବାଧ୍ୟ। ଯେପର୍ଯ୍ୟନ୍ତ ଆମ ଖୋଜିବା ସରିନାହିଁ, ଯେପର୍ଯ୍ୟନ୍ତ ଆମେ ଭାବୁଛୁ ଆମକୁ ଆଉ କିଛି ଦରକାର ହେଉଛି, ଆମେ ମାନସିକ ସ୍ତରରେ ସ୍ଥିର ହୋଇପାରିବା କେମିତି? ଆମେ ଖୁବ୍ ଚତୁର ହୋଇଥିଲେ ନିଜ ମନର ଭାବକୁ ଲୁଚାଇ ଏଭଳି ଅଭିନୟ କରିପାରିବା ଯେ ଆମେ ସନ୍ତୁଷ୍ଟ ଅଛୁ ବୋଲି। ହେଲେ ଆମ ଚତୁରତା ଆମକୁ କେତେଦିନ ସହଯୋଗ କରିବ ଯେ? ସତ କହିବାକୁ ଗଲେ ସଂସାରରେ ଏମିତି କିଏ ଅଛି ଯାହାର ସବୁ ଇଚ୍ଛା ପୂରଣ ହୋଇସାରିଛି, ଯାହାର ଆଉ କିଛି ଲୋଡ଼ା ନାହିଁ ବୋଲି କହିବାର ଦମ୍ଭ ହୋଇଛି? ଯାହାକୁ ପଚାରିବେ ସେ ନିଶ୍ଚୟ କହିବେ ଅନେକ କିଛି ପାଇଲେଣି, ଆଉ କିଛି କିଛି ଆଶା ରଖିଛନ୍ତି। ବାସ୍ତବତା ହିଁ ଏହିଭଳି। ସମସ୍ତେ ସବୁ ପାଇନଥାନ୍ତି। ସବୁ ପାଇବାକୁ ଆଶା ବି କେମିତି କରିହେବ ଯେ? ଆମେ ଯାହା ବୁଝିଛୁ ସେଇ ଭିତରୁ କିଛି ହିଁ ତ ଆମେ ଆଶା କରିପାରିବା। ହେଲେ ଆମେ କ'ଣ ସମଗ୍ର ବିଶ୍ୱକୁ ବୁଝିସାରିଛୁ ଯେ ବିଶ୍ୱର ସବୁ କିଛି ପାଇଁ ଆଶା ପୋଷଣ କରିବା? ତେବେ ଆମେ କ'ଣ ଆଶା କରିବା ସେ କଥା ଭାବିବା ଆଗରୁ ଥରେ ନିଜକୁ ପଚାରିବା, ମୁଁ ସେଇ କଥା ପାଇଁ ଯୋଗ୍ୟ ତ? କାରଣ ନିଜକୁ ପ୍ରସ୍ତୁତ ନ କରି କିଛି ଏମିତି ଆଶା କରିବା ନାହିଁ ଯାହା ଆମକୁ କଷ୍ଟ ଦେବ। କଞ୍ଚା ମାଠିଆ କେବେ ହେଲେ ଜଳକୁ ବେଶୀ ସମୟ ଧରି ରଖିପାରେ ନାହିଁ। ଭୋକ ହେଉଛି, ପେଟ ପାଇଁ ମୁଠାଏ ଖାଦ୍ୟ ଯଥେଷ୍ଟ। ଶୋଷ ହେଉଛି, ମୁନ୍ଦାଏ ପାଣି ଯଥେଷ୍ଟ। ନିଜକୁ ଘୋଡ଼ାଇ ରଖିବା ପାଇଁ ଖଣ୍ଡେ ଦିଖଣ୍ଡ ବସ୍ତ୍ର କିମ୍ବା ମୁଣ୍ଡ ଗୁଞ୍ଜିବା ପାଇଁ କୁଡ଼ିଆଟିଏ ଯଥେଷ୍ଟ ନୁହେଁ କି? ହେଲେ ଆମ ଆଶା ଏତିକିରେ କ'ଣ ସରିଯାଏ? ନା, କଦାପି ନୁହେଁ। ଆମ ଆଶା ଆବଶ୍ୟକତା ମେଣ୍ଟାଇବା ଯାଏଁ ସୀମିତ ରହିପାରେ ନାହିଁ। ଆଶା ଆମକୁ ବିଳାସ ବ୍ୟସନ ଆଡ଼କୁ ଟାଣିନିଏ। ଖାଦ୍ୟ, ପାନୀୟ, ବସ୍ତ୍ର ଏବଂ ଆଶ୍ରୟ ଏହିଭଳି ମୌଳିକ ଆବଶ୍ୟକତା ସବୁକୁ ମେଣ୍ଟାଇ ସାରିବା ପରେ ମନ ବିଳାସ ବ୍ୟସନ ଆଡ଼କୁ ଧାଇଁଯାଏ ଏବଂ ଜୀବନରେ ଅସ୍ଥିରତା ଘର କରିବା ଆରମ୍ଭ କରେ। ଆମ ମନର ଅସ୍ଥିରତା ପାଇଁ ଯାହା କିଛି ଦାୟୀ, ପ୍ରଥମେ ତାକୁ ଆବିଷ୍କାର କରିବା। ତାକୁ ବୁଝିପାରିଲେ ସେହିଭଳି କାରକରୁ ନିଜକୁ ମୁକ୍ତ ରଖିବାକୁ ଚେଷ୍ଟା ଆରମ୍ଭ କରିବା। ସେହି ଚେଷ୍ଟାରେ ସଫଳ ହେଲେ ମନ ସ୍ଥିର ହେବା ସମ୍ଭବ ହେବ। ମନ ସ୍ଥିର ହେଲେ ଆମେ ନିଜକୁ ଟିକେ ଉଚ୍ଚତର ଧ୍ୟାନ ଯୋଗ ପାଇଁ ପ୍ରସ୍ତୁତ କରିପାରିବା। ଏତେ ସବୁ କହିବାର ଉଦ୍ଦେଶ୍ୟ ହିଁ ହେଉଛି ଯୋଗାଭ୍ୟାସ କେବଳ ଏକ ଶାରୀରିକ କ୍ରିୟା ନୁହେଁ। ଯୋଗ ଆମକୁ ଆମ ନିଜ ଆତ୍ମିକ ସତ୍ତା ସହ ଯୋଗ କରିବାର ଏକ ପ୍ରକ୍ରିୟା। ଆମ ଆତ୍ମିକ ସତ୍ତା ସଦାକାଳରୁ ସ୍ଥିର। ଏଣୁ ଆମକୁ ସ୍ଥିର ହେବାର ଆବଶ୍ୟକତା ରହିଛି। ଆମେ ସ୍ଥିର ହେଲେ ଆମ ନିଜ ସତ୍ତା ସହ ଆମର ଯୋଗ ସମ୍ଭବ ହେବ। ଏହି ପ୍ରକ୍ରିୟା ଅଳ୍ପ କିଛି ଦିନର ଅଭ୍ୟାସରେ ସମ୍ଭବ ହୁଏ ନାହିଁ। ନିରନ୍ତର ଅଭ୍ୟାସ, ଧ୍ୟାନ, ପ୍ରାଣାୟାମ, ମନନ, ଚିନ୍ତନ ବଳରେ ହୁଏତ ଆମେ ନିଜକୁ ଉପଲବ୍ଧି କରିବାର ଏକ ମାର୍ଗ ଖୋଜି ପାଇବା। ହରି ଓମ୍ ତତ୍ସତ୍।